ଅତି ଅଳ୍ପ ବୟସରୁ ସୁଖ ପାଇବା ମଣିଷ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଯିଏ ପ୍ରଥମ ଅଳ୍ପ ବୟସରେ ବାଳୁତ କାଳରୁ ଯିଏ ଦୁଃଖ ଏବଂ କଷ୍ଟ ପାଇ ଧୋକା ଖାଇ ଯିଏ ବଢ଼ିଥାଏ, ସିଏ ତା ଜୀବନକୁ ତା ଜୀବନର ମୂଳଦୁଆକୁ ସିଏ ଷ୍ଟ୍ରଙ୍ଗ କରି ନେଇଥାଏ। କିନ୍ତୁ ଯିଏ ବାଲ୍ୟାବସ୍ଥାରୁ ସୁଖରେ ବଢ଼ିଥାଏ, ସିଏ କେବେ ତା ଜୀବନର ଷ୍ଟ୍ରଙ୍ଗ ହୋଇପାରେ ନା, ମୂଳଦୁଆ ତା'ର ନରମ ହୋଇଯାଏ। ସିଏ ସବୁବେଳେ ପରବର୍ତ୍ତୀ ଜୀବନରେ ଦୁଃଖ ଲାଭ କରିଥାଏ। ତେଣୁ ମନେ ରଖନ୍ତୁ, ଧୋକା ଖାଇବା ଏବଂ କଷ୍ଟ ପାଇବା ଇଏ ଏକ ସଫଳତାର ମାର୍ଗ ମଣିଷକୁ ତିଆରି କରେ। ଏବଂ ଜଣେ ମଣିଷ ଧୋକା ଖାଇବା କଷ୍ଟରେ ତାର ପିଲାଦିନ କଟିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଜିନିଷ ଏବଂ ସେ ବ୍ୟକ୍ତି ପାଇଁ ପରବର୍ତ୍ତୀ ଜୀବନରେ ମଙ୍ଗଳମୟ ହୋଇଥାଏ। ଏ କଥାକୁ ସମସ୍ତେ ଧ୍ୟାନ ଦେବା ଦରକାର।